हे भगवान कि मो देह हाथ जला पोड़ा होची कौन करिबी प्रभु। ए गरम रे तो मु जमारू भी सही पारुनी। ଦେଖିଲଟି ଶାଶୁ ମା, ତମ ପୁଅ କେମିତି ହଉଛନ୍ତି। ଘରେ ତ ଗୋଟେ ପଙ୍ଖା ବି ନାହିଁ। ଏ ଖରା ଦିନଟାରେ ଏତେ ଗରମରେ ସେ କେମିତି ରହିବେ, ମୁଁ ତ କିଛି ବୁଝିପାରୁନି। ଟିକି ଚଢ଼େଇ କଥା ଶୁଣି ତା ଶାଶୁ ତାକୁ କୁହେ, ଆରେ ମା ଟିକି, ତୁ ଏଇଠି ବିଜୁ ପାଖରେ ଥା, ମୁଁ ଯାଉଛି 10 ଟଙ୍କାର ବରଫ କିଣି ନେଇ ଆସିବି, ତାପରେ ତୁ ତା ଦେହରେ ଲଗେଇ ଦେବୁ, ତାକୁ ଟିକେ ଥଣ୍ଡା ଲାଗିବ। ତୁ ଏଇଠି ତା ପାଖରେ ଥା, ମୁଁ ଯାଉଛି। ଏମିତି କହି ଟିକି ଚଢ଼େଇର ଶାଶୁ ଚାଲିଯାଏ। ବିଜୁ ଚଢ଼େଇ ଗୋଟେ କେମିକାଲ ଫ୍ୟାକ୍ଟ୍ରିରେ କାମ କରୁଥିଲା। ଆଉ ସେ କେମିକାଲ ପଡ଼ି ତା ଦେହ ହାତ ପୁରା ଜଳି ଯାଇଥିଲା। ସେ ତ ପ୍ଲାଷ୍ଟିକ ସର୍ଜରୀ କରି ଭଲ ହେଇଥିଲା, ହେଲେ ସେଇଥିପାଇଁ ତାର ଦେହ ହାତ ଜଳାପୋଡ଼ା ହୁଏ। ଖରାରେ ବିନା ଫ୍ୟାନ୍ରେ ସେ କେମିତି ଶୋଇବ? ସେଥିପାଇଁ ସେ ସବୁବେଳେ ଏମିତି ବିକଳ ହୁଏ। ସେମାନେ ତ ବହୁତ ଗରିବ, ନା ସେମାନଙ୍କ ପାଖରେ କୁଲର ଅଛି, ନା ଗୋଟେ ଫ୍ୟାନ୍ ଅଛି। ବୁଝିଲ ଟିକି ଚଢ଼େଇ, ମୁଁ ଆଉ ଏ କଷ୍ଟ ଯନ୍ତ୍ରଣା ସହି ପାରୁନି। ଜଣା ନାହିଁ କୋଉ କର୍ମ ପାଇଁ ଭଗବାନ ମତେ ଏତେ କଷ୍ଟ ଦଉଛନ୍ତି। ମୁଁ କଣ କରିବି, ନା ମୋ ପରିବାର ଚଳେଇ ପାରୁଛି। ହଇଓ ବିଜୁ ଚଢ଼େଇ, ତମେ ଜମା ବ୍ୟସ୍ତ ହୁଅନି। ଶାଶୁ ମା ଯାଇଛନ୍ତି ବରଫ ଆଣିବା ପାଇଁ। ମୁଁ ତମ ଦେହରେ ବରଫ ଲଗେଇଦେବି, ଆଉ ତମକୁ ଥଣ୍ଡା ଲାଗିବ। ତମେ ଟିକେ ଶାନ୍ତିରେ ଶୋଇବ। ତାପରେ ଟିକି ଚଢ଼େଇର ଶାଶୁ ବରଫ ନେଇ ଆସେ। ଆଉ ଟିକି ଚଢ଼େଇ ସେଇ ବରଫକୁ ଗୋଟେ ଗୋଟେ କରି ବିଜୁ ଚଢ଼େଇର ଦେହ ସାରା ମାରେ। ଆଉ ବିଜୁ ଚଢ଼େଇକୁ ବି ବହୁତ ଭଲ ଲାଗେ। ଏମିତିରେ ଗୋଟେ ଦିନ ବିତିଗଲା। ତା ପରଦିନ ଟିକି ଚଢ଼େଇର ଶାଶୁ ରୋଷେଇ କରୁଥାଏ। ଟିକି ସେଇଠି ଆସି ପହଞ୍ଚିଲା। ଆଚ୍ଛା ଶାଶୁ ମା, ତମେ ଏତେ ଗରମରେ ରୋଷେଇ କରନି, ମୁଁ କରୁଛି। ତମେ ଯାଅ ବିଶ୍ରାମ ନବ, ମୁଁ ରୋଷେଇ କରିବି, ତମେ ଯାଅ। ନାଇଁ ଲୋ ବୋହୂ, ତୁ ତ ଦିନ ରାତି କେତେ କାମ କରୁଛୁ, ମୁଁ ରୋଷେଇ କରୁଛି। ତୁ ଯା, ତୁ ଜମା ବ୍ୟସ୍ତ ହନା, ତୁ ଯା ବିଜୁ କଥା ବୁଝୁ। ଏମିତି କଥା ଶାଶୁଠାରୁ ଶୁଣି ଟିକି ଚାଲିଗଲା। ଆଉ ଟିକିର ଶାଶୁ ରୋଷେଇ କରୁଥିବା ସମୟରେ ଅତ୍ୟଧିକ ଗରମ ହେବାରୁ ତାଙ୍କ ମୁଣ୍ଡ ବୁଲେଇ ଦେଲା। ଆଉ ସେ ସେଇଠି ଟଳି ପଡ଼ିଲେ। ତାପରେ ଟିକି ଚଢ଼େଇର ପୁଅ ଗୁଡ଼ିଆ ଆଉ କୁକୁ 2 ଜଣ ଯାଇ ଡାକ୍ତର ବାବୁଙ୍କୁ ଡାକି ଆଣିଲେ। ଆଉ ଡାକ୍ତର ତାଙ୍କୁ ତା ଶାଶୁ ବିଷୟରେ କହିଲେ। ଆରେ ଟିକି ଚଢ଼େଇ, ତମ ଶାଶୁ ଏ ଗରମ ସହି ପାରୁନାହାନ୍ତି, ସେଥିପାଇଁ ସିଏ ବେହୋସ ହେଇଗଲେ, ତାଙ୍କର ଅଂଶୁଘାତ ହେଇଗଲା। ତମେ ଗୋଟେ କାମ କର, ଏ ରୁମ୍ରେ କୁଲର କି ଗୋଟେ ଫ୍ୟାନ୍ ଲଗାଅ, ନହେଲେ ତମ ଶାଶୁ ଅଳ୍ପ ଦିନ ବଞ୍ଚିବେ। ସିଏ ଗରମରେ ଜମା ବି ରହିପାରିବେନି। ବୁଝିଲ ତ ଟିକି ଚଢ଼େଇ? ୟା ପାଇଁ ଆଉ କିଛି ଔଷଧ ନାହିଁ, କେବଳ ଫ୍ୟାନ୍ ଟିକେ ଦରକାର, ବଡି ଥଣ୍ଡା ରହିବା ଦରକାର। ବୁଝିଲ ତ? ଡାକ୍ତର ବାବୁ ଏମିତି ସବୁ କହି ଟିକି ଚଢ଼େଇକୁ ତାଙ୍କ ଘରୁ ଚାଲିଗଲେ। ଆଉ ଏପଟେ ଟିକି ଚଢ଼େଇ, ଆଲୋ ବୋହୂ ଟିକି, ତୁ ଜମା ବ୍ୟସ୍ତ ହନା, ମୁଁ ଏତେ ଜଲ୍ଦି ମରିବିନି, ମୋର କିଛି ହବନି, ମୁଁ ସେମିତି ଚଳିବି। ଆଉ ଫ୍ୟାନ୍ କି ଏସି କି କୁଲର ଆମେ କୋଉଠୁ ଆଣିବା କହିଲୁ? ଏମିତି 2-4 ଦିନ ଗଲା। ଗୋଟେ ଦିନ ସକାଳୁ ଟିକି ଦେଖେ ତ ତା ଶାଶୁ ମରିଯାଇଛନ୍ତି। ତା ଶାଶୁ ଆରପାରିକୁ ଚାଲି ଯାଇଛନ୍ତି। ଶାଶୁ ମା, ଶାଶୁ ମା, ତମର କଣ ହେଲା? ଶାଶୁ ମା, ତମେ ଆମକୁ ଏମିତି ଏକା ଛାଡ଼ିକି ଚାଲି ଯାଇପାରିବନି। ଶାଶୁ ମା, ତମକୁ ଆସିବାକୁ ପଡ଼ିବ। ମୁଁ କଣ କରିପାରିବି? ନା ଗୋଟେ ଫ୍ୟାନ୍ ଲଗେଇ ପାରିଲି, ନା ତମକୁ ବଞ୍ଚେଇ ପାରିଲି। ଶାଶୁ ମା, ହେ ଭଗବାନ, ଶାଶୁ ମା ତମେ ଫେରି ଆସ। ଶାଶୁ ମା, ତମେ ଏମିତି କରିପାରିବନି। ଓ ଶାଶୁ ମା। ଜେଜେମା ଜେଜେମା, ତମେ ଆମକୁ ଛାଡିକି ଚାଲି ଯାଇପାରିବନି। ଜେଜେମା ତମେ ଉଠ, ଉଠ ଜେଜେମା। ଏମିତି ଟିକି ଚଢ଼େଇ, ବିଜୁ ଚଢ଼େଇ ଆଉ ତାର ପୁଅ ଝିଅ ଗୁଡ଼ିଆ କୁକୁ, ସେମାନେ ସମସ୍ତେ ବହୁତ କାନ୍ଦିବାକୁ ଲାଗିଲେ। ବହୁତ କାନ୍ଦିଲେ। ସେମାନେ ବି ଆଉ କ'ଣ କରିପାରିବେ? ବହୁତ କାନ୍ଦିଲେ। ତାପରେ ତାଙ୍କ ଶାଶୁ ମାର ଶବ ସତ୍କାର କଲେ। ଦିନେ ଟିକି ଚଢ଼େଇ ତା ଘର ଆଗରେ ଦାଣ୍ଡ ଓଳଉଥାଏ। ସେଇ ବାଟ ଦେଇ ଗୋଟେ ବୁଢ଼ୀ ଚଢ଼େଇ ଯାଉଥିଲା। ଆଉ ସିଏ ଟିକି ପାଖରେ ପୁରା ବେହୋସ ହୋଇ ପଡ଼ିଗଲା। ଟିକି ତା ପାଖକୁ ଧାଇଁଗଲା। ଟିକି ତା ପାଖକୁ ଧାଇଁଗଲା ଆଉ ତା ମୁହଁରେ ପାଣି ଆଣି ଛିଞ୍ଚିବାକୁ ଲାଗିଲା। କିଛି ସମୟ ପରେ ସେ ବୁଢ଼ୀ ଚଢ଼େଇ ହୋସ୍କୁ ଆସିଲେ। ଆଚ୍ଛା ବୁଢ଼ୀ ମା, ତମେ କୁଆଡ଼େ ଯାଉଥିଲ? ଆଉ ଏ ଖରାରେ ତମେ କାହିଁ ଯାଉଥିଲ? ତମ ମୁଣ୍ଡ ବୁଲେଇ ଏଇଠି ତମେ ପଡ଼ିଗଲ। ମୁଁ ପାଣି ଛିଞ୍ଚିଲି ଆଉ ତମେ ହୋସ୍କୁ ଆସିଲ। ତମେ କୁଆଡ଼େ ଯାଉଛ? ତମ ଘର ଏଇ ପାଖରେ କି? ଚାଲ ମୁଁ ତମକୁ ଛାଡ଼ି ଦେଇ ଆସିବି। ହଁ ହଁ ରେ
ଝିଅ ମୋ ଘର ଏଇ ପାଖରେ, ଚାଲେ ମୋ ସହିତ ଚାଲେ, ମୋ ଘର ଦେଖିବ, ମୋତେ ସେଇଠି ଛାଡ଼ି ଦେଇ ଆସିବୁ। ତାପରେ ଟିକି ଚଢ଼େଇ ଆଉ ସେ ବୁଢ଼ୀ ଚଢ଼େଇ ଦୁଇ ଜଣ ସାଙ୍ଗ ହେଇଯାଇ ବୁଢ଼ୀ ଚଢ଼େଇ ଘରେ ପହଞ୍ଚିଲେ। ଆଚ୍ଛା ବୁଢୀ ଚଢ଼େଇ ମା, ତମେ କଣ ଏଇଠି ଏକା ରହୁଛ କି ଏତେ ବଡ଼ ଘରେ? ଆଲୋ ହଁ ଲୋ ଝିଅ, ମୁଁ ଏଇ ଘରେ ଏକା ରହୁଛି। ମୋ ପୁଅ ଝିଅ କେହି ନାହାନ୍ତି, ସମସ୍ତେ ମରିଯାଇଛନ୍ତି। ମୁଁ ବୁଢ଼ୀଟାଏ ବଞ୍ଚିଛି ଖାଲି, ଏ ରୋଷେଇ କରି ଖାଉଛି ଆଉ ବେଳାଏ ବେଳାଏ। ବୁଢ଼ୀର ଏମିତି କଥା ଶୁଣି ଟିକିକୁ ବହୁତ ଦୟା ଲାଗେ। ସିଏ ପୁଣି ତା ପରଦିନ ସକାଳୁ ଯାଇ ସେ ବୁଢ଼ୀ ଚଢ଼େଇ ଘରେ ପହଞ୍ଚେ ଆଉ ବୁଢ଼ୀ ଚଢ଼େଇ ପାଇଁ ଭଲ ଭଲ ସ୍ୱାଦିଷ୍ଟ ଖାଇବା କରି ବୁଢ଼ୀ ଚଢ଼େଇକୁ ଦିଏ। ଏମିତି ଟିକି 3-4 ଦିନ ଏମିତି କଲା। ଆରେ ଝିଅ, ତୁ ବହୁତ ଭଲ ଚଢ଼େଇ, ତୁ ତୁ ମୋ ପାଇଁ ସବୁଦିନ ରୋଷେଇ କରୁଛୁ ଆଉ ଘରର ସବୁ କାମ କରିଦେଉଛୁ। ତୁ ବହୁତ ଭଲ, ତୋ ପରି ଚଢ଼େଇ ତ ଏ ଜଙ୍ଗଲରେ ବି ନଥିବେ। ସେମିତି କଥା ନାହିଁ, ହେଲେ ତମେ ତ ଏ ଘରେ ଏକା ରହୁଛ, ସେଥିପାଇଁ ତମର ତ ପୁଅ ଝିଅ କେହି ନାହାନ୍ତି। ମୁଁ ସେଥିପାଇଁ ତମ ପାଇଁ ଖାଇବା କରିଦଉଛି। ଦିନେ ଟିକି ଚଢ଼େଇର ପୁଅ ଝିଅ ଗୁଡ଼ିଆ କୁକୁ ତା ସାଙ୍ଗମାନଙ୍କ ସହିତ ଖେଳୁଥିଲେ। ଆରେ ସାଙ୍ଗମାନେ, ଚାଲ ସମସ୍ତେ ଆମ ଘରକୁ ଚାଲ, ଦେଖିବ ଆମ ଘରେ ନୂଆ ଏସି ଲାଗିଛି ଆଉ ବହୁତ ଥଣ୍ଡା ଲାଗିବ, ଆମେ ସେଇଠି ଖେଳିବା। ଏ ଗୁଡ଼ିଆ କୁକୁକୁ ନବାନି। ଆରେ ଜଗୁ, ଆମକୁ କାହିଁକି ନବୁନି? ଆମେ ବି ଯିବୁ ତୋ ସହିତ ତମ ଘରକୁ ଖେଳିବା ପାଇଁ। ତୁ କାହିଁକି ମନା କରୁଛୁ? ନା ନା, ତମେମାନେ ଯିବନି, ତମେମାନେ ତ ଗରିବ ଚଢ଼େଇ, ତମେମାନେ କ'ଣ ଏସି ଦେଖିପାରିବ? ଆଉ ବସିବା ତ ଦୂରର କଥା। ଚାଲରେ ଆମେ ଯିବା। ଯାଅ, ଗରିବ ଭିକାରୀ କେଉଁଠି ଥିଲ, ଆସିଲ ନା ଏସିରେ ବସିବା ପାଇଁ? ଭାରି ଏକଥା ଶୁଣି ଗୁଡ଼ିଆ କୁକୁଙ୍କର ମନ ଦୁଃଖ ହେଇଗଲା। ସେମାନେ ସେଇଠୁ ମନ ଦୁଃଖରେ ଉଡ଼ି ଉଡ଼ି ଯାଇ ଘରେ ପହଞ୍ଚିଲେ ଆଉ ତା ମା ଟିକି ଚଢ଼େଇକୁ ସବୁ କଥା କହିଲେ, ଏସି କଥା। ଏ କଥା ଶୁଣି ଟିକି ଚଢ଼େଇର ମନ ବହୁତ ଦୁଃଖ ଥିଲା। ଆଉ ତା ଆରେ ମା, ତୋର କ'ଣ ହେଇଛି? ମୁଁ ସେତେବେଳଠୁ ଦେଖୁଛି ଆଜି ତୋର ମନ ଭାରି ଦୁଃଖ, କ'ଣ ହେଇଛି ମୋତେ କହ। ନାଇଁ ମୋ ବୁଢ଼ୀ ମା, କଥା କଣ କି, ମୋ ପିଲାମାନେ ଜିଦି କରୁଥିଲେ ଘରେ ଏସି ଲଗେଇବା ପାଇଁ, ହେଲେ ମୋ ପାଖରେ ତ ପଇସା ନାହିଁ ଗୋଟେ ଫ୍ୟାନ୍ କିଣିବାକୁ। ମୁଁ ଏସି କେମିତି ଲଗେଇବି? ପିଲାମାନଙ୍କ କଥା ମୁଁ କେମିତି ରଖିପାରିବି? ସେଥିପାଇଁ ମୋ ମନ ବହୁତ ଦୁଃଖ। ତା ସାଙ୍ଗମାନେ ତାକୁ ଥଟ୍ଟା ମଜା କରି ମୋ ପିଲାମାନଙ୍କୁ ଚିଡ଼ଉଛନ୍ତି ଆମ ଘରେ ପଙ୍ଖା କି ଏସି ନାହିଁ ବୋଲି। ସେଇଥିପାଇଁ ମୋ ମନଟା ବହୁତ ଦୁଃଖ, ଆଉ କିଛି କଥା ନାହିଁ ମୋ। ଇଏ ଗୋଟେ କଥା ଟିକି। ହଉ ଲୋ ମା, ତୁ ବ୍ୟସ୍ତ ହନା, ଏସି ତ ଘରେ ଲାଗିଯିବ ହେଲା। ତୁ ଭଗବାନଙ୍କୁ ଡାକ, ଜମାରୁ ବ୍ୟସ୍ତ ହନା। ତାପରେ ଟିକି ସବୁ ଘର କାମ ସାରି ତା ଘରକୁ ଚାଲିଲା। ଯେମିତି ସେ ଘରେ ପହଞ୍ଚି ଦେଖେ ତ ତା ଘରେ ଗୋଟେ ସୁନ୍ଦର ନୂଆ ଏସି ଲାଗିଯାଇଛି। ଆଉ ଟିକି ତା ପୁରା ପରିବାର ତ ସମସ୍ତେ ଆଶ୍ଚର୍ଯ୍ୟ କି ଘରେ ଏସି କିଏ ଲଗେଇଲା। ଆରେ ଗୁଡିଆ କୁକୁ, ଏସି ଆମ ଘରେ କିଏ ଲଗେଇଲା? ମୁଁ ତ କାହିଁ ଏସି ଆଣିନି। ମାମା, ଆମେ ତ ଭାବିଲୁ ତମେ ଏସି ଆଣି ଲଗେଇଛ, ତମେ ପଇସା ଦେଇଛ ବୋଲି, ଆମେ ଜାଣିନୁ। ଟିକି ଚଢ଼େଇର ଘରେ ସମସ୍ତେ ଆଶ୍ଚର୍ଯ୍ୟ। ତାପରେ ଟିକିର କଥା ମନେ ପଡ଼େ ସେ ବୁଢ଼ୀ ଚଢ଼େଇ କଥା। ଟିକି ଯାଇ ସେ ବୁଢ଼ୀ ଚଢ଼େଇ ଘରକୁ ଦେଖିବା ପାଇଁ ହେଲେ ଦେଖେ ତ ଟିକି ଯାଇ ଯେତେବେଳେ ସେଇ ପାଖରେ ଖୋଜାଖୋଜି କରେ, ଯାଇ ପହଞ୍ଚେ ସେ ବୁଢ଼ୀ ଚଢ଼େଇର ଘର ନଥିଲା। ତ ଟିକି ଚଢ଼େଇ ବୁଝିପାରିଲା କି ସେ ଚଢ଼େଇ ଥିଲା ଯାଦୁଇ ଚଢ଼େଇ। ଏଥିରୁ ଆମେ ଶିଖିଲେ ଭଲ କର୍ମ କଲେ ଭଗବାନ ଆମକୁ ସାହାଯ୍ୟ କରିବେ।